Praise the Lord. ମୁଁ ପାଷ୍ଟର ଆବ୍ରାହମ ଦାସ ଟିଚର ଆବ୍ରାହମ ଦାସ ଆପଣମାନଙ୍କ ପାଇଁ କିଛି ବାଇବଲ ଷ୍ଟଡି ନେଇକି ଆସିଅଛି। ଆଉ ଏଇ ବାଇବଲ ଷ୍ଟଡି ପୁରା ବେସିକ୍ ଖ୍ରୀଷ୍ଟିଆନ ଲେସନ୍ ଉପରେ ଆଧାରିତ। ଜଣେ ଖ୍ରୀଷ୍ଟିଆନ ହେବାକୁ ହେଲେ କି ପ୍ରକାର ମୌଳିକ ଶିକ୍ଷା ବାଇବଲ ଭିତ୍ତିକ ଅତି ଜରୁରୀ ତାର ଜୀବନ ପାଇଁ, ସେଇ ବିଷୟ 24ଟା ଲେସନ୍ ମାଧ୍ୟମରେ ଆମେ କହିବାକୁ ଯାଉଅଛୁ। ଆଜି ଏଇ ଲେସନ୍ର ସେଇ 24ଟା ବିଷୟ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। ଆଗାମୀ ଦିନମାନଙ୍କରେ ଗୋଟେ ଗୋଟେ ଲେସନ୍ ଗୋଟେ ଭିଡ଼ିଓ ମାଧ୍ୟମରେ ଆମେ ପ୍ରକାଶନ କରିବୁ। ତ ବେସିକ୍ ଲେସନ୍ସ ଅନ୍ ଖ୍ରୀଷ୍ଟିଆନିଟି ରେ ପ୍ରଥମ ଲେସନ୍ ହେଉଛି ଗଡ୍ ଏକ୍ଜିଷ୍ଟ। ଈଶ୍ୱର ଅଛନ୍ତି। ଯଦି ଈଶ୍ୱର ଅଛନ୍ତି ତେବେ ସେ ଈଶ୍ୱର କିଏ? ପ୍ରଥମ ଲେସନ୍ରେ ଆମେ ଦେଖିବା ଈଶ୍ୱର ଅଛନ୍ତି। ସମସ୍ତେ ଜାଣନ୍ତି, ସବୁ ବିଜାତିମାନେ ମଧ୍ୟ ଈଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରନ୍ତି। ତେବେ କିଏ ଈଶ୍ୱର ସେଇଟା ଭଲ ରୂପେ ଜାଣିନାହାନ୍ତି। ଆଉ ଈଶ୍ୱର ଅଛନ୍ତି ବୋଲି କିଛି ପ୍ରମାଣ ଦ୍ୱାରା ଆମେ ଏଇଟା ପରୀକ୍ଷା କରିବା, କାରଣ ଈଶ୍ୱରଙ୍କ ବାକ୍ୟ ପ୍ରାମାଣିକ ଓ ସିଦ୍ଧ। ଦ୍ୱିତୀୟ ଲେସନ୍ ହେଉଛି ଈଶ୍ୱର ଯଦି ଅଛନ୍ତି ଯେ ଆମେମାନେ କି ପ୍ରକାର ଈଶ୍ୱରଙ୍କୁ ଚିହ୍ନିବା। ପ୍ରଭୁଙ୍କ ବିଶେଷ ଗୁଣ ବା ଆଟ୍ରିବ୍ୟୁଟ୍ ସହିତ ଆମେ ଏହା ନେଇକି ଆସୁଅଛୁ ଦ୍ୱିତୀୟ ଲେସନ୍କୁ। ଦ୍ୱିତୀୟ ଲେସନ୍ ପରେ ଥାର୍ଡ଼ ଲେସନ୍ରେ ଆମେ ଈଶ୍ୱରଙ୍କର ସେ ଈଶ୍ୱରତ୍ୱ ବିଷୟରେ ଶିକ୍ଷା ଦିଆଯିବ। ଆମେ ଦେବୁ ସେ ଈଶ୍ୱରତ୍ୱରେ ଗଡ୍ ହେଡ୍ ଡାଇଟି ପ୍ରଭୁଙ୍କର ସେଇ ଈଶ୍ୱରତ୍ୱ ବିଷୟ ସବୁ ଆମେମାନେ ଆପଣମାନଙ୍କୁ ଜଣାଇବୁ। ତିନୋଟି ବିଷୟ ଈଶ୍ୱରଙ୍କର ବିଷୟରେ ଜାଣିଲା ପରେ ଈଶ୍ୱରଙ୍କ ଗ୍ରନ୍ଥ ବା ବାଇବଲ ବିଷୟରେ ଆମେମାନେ ତିନୋଟି ପାଠ କହିବାକୁ ଯାଉଅଛୁ। ପ୍ରଥମ ପାଠ ହେଉଛି 4th ନମ୍ବର ଲେସନ୍ ହେଉଛି ବାଇବଲ ଈଶ୍ୱରଙ୍କର ଗ୍ରନ୍ଥ। ବାଇବଲ ଇଜ୍ ଦ ବୁକ୍ ଅଫ୍ ଗଡ୍। ତୃତୀୟ ଲେସନ୍, ଚତୁର୍ଥ ଲେସନ୍ ପରେ ପଞ୍ଚମ ଲେସନ୍ଟା ହେଉଛି ବାଇବଲ ଶ୍ରୋତାଙ୍କୁ ଚେତନା। ବାଇବଲ ଶିକ୍ଷା ଆଉ ଶ୍ରବଣ କରୁଅଛୁ ଯେ ଆମେ ସବୁ ବିଷୟକୁ ପରୀକ୍ଷା କରିବା ନିହାତି ଜରୁରୀ। କାରଣ ଅନେକ ଭଣ୍ଡ ଭାଓବାଦୀମାନେ, ଭଣ୍ଡ ପ୍ରଚାରକମାନେ ୟୁଟ୍ୟୁବ୍ ମାଧ୍ୟମରେ, ଫେସବୁକ୍ ମାଧ୍ୟମରେ, ସୋସିଆଲ ମିଡ଼ିଆ ମାଧ୍ୟମରେ, ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ, ଇନଷ୍ଟାଗ୍ରାମରେ, ଅନେକ ପ୍ଲାଟଫର୍ମରେ, ସୋସିଆଲ ପ୍ଲାଟଫର୍ମରେ ଅନେକ ବିଷୟ ନିଜ ମନ ଗଢ଼ନ୍ତି କାହାଣୀ ସବୁ, ଆଉ ଅନେକ ବାଇବଲରୁ ବାହାରୁ ବିଷୟ ଆଣି ପ୍ରଚାର କରୁଅଛନ୍ତି। ତେବେ ଆମମାନଙ୍କ ନିମନ୍ତେ ଏଇ ବିଷୟ, ଏଇ ଲେସନ୍ଟା ଅତି ଜରୁରୀ। ବାଇବଲ ଶ୍ରୋତାଙ୍କୁ ଚେତନା। ବାଇବଲ ଶ୍ରୋତାଙ୍କୁ ଚେତନା ପରେ 6 ନମ୍ବର ପାଠ ହେଉଛି ବାଇବଲ ଶିକ୍ଷାଦାତାଙ୍କୁ ଚେତନା। ବାଇବଲ ଶିକ୍ଷା ଦେଉଅଛୁ ଯେ ଆମମାନଙ୍କ ପାଇଁ ମଧ୍ୟ ଈଶ୍ୱର କିଛି ଚେତନା ରଖିଅଛନ୍ତି। ତାହା ଆମମାନେ ଲେସନ୍ 6 ପାଠ ନମ୍ବର 6ରେ ଆପଣମାନଙ୍କୁ ଜଣାଇବୁ। ତାପରେ ତିନୋଟି ବିଷୟ ଆମେ ଦେଖିବୁ। ମନୁଷ୍ୟ, ଈଶ୍ୱର ମନୁଷ୍ୟକୁ କାହିଁକି ନିର୍ମାଣ କଲେ। 7 ନମ୍ବର ପାଠ ବା ଲେସନ୍ ନମ୍ବର 7ରେ ଈଶ୍ୱର ମନୁଷ୍ୟକୁ କାହିଁକି ନିର୍ମାଣ କଲେ ଆମେମାନେ ଆପଣଙ୍କୁ ଜଣାଇବୁ। ଅଷ୍ଟମ ଲେସନ୍ରେ ଈଶ୍ୱର ମନୁଷ୍ୟକୁ କିପରି ନିର୍ମାଣ କଲେ, ଆତ୍ମା ଓ ଶରୀର 2 ଭାଗରେ ବିଭକ୍ତ କରି ଆମମାନଙ୍କୁ ନିର୍ମାଣ କରିଅଛନ୍ତି। 9 ନମ୍ବର ପାଠରେ ଈଶ୍ୱର ମନୁଷ୍ୟକୁ କେତେକ ସ୍ୱଭାବ ଦ୍ୱାରା ନିର୍ମାଣ କରିଅଛନ୍ତି। ଆମମାନଙ୍କ ଭିତରେ କିଛି ଡ୍ରାଇଭ୍ସ ଅଛି, ନ୍ୟାଚୁରାଲ ଡ୍ରାଇଭ୍ସ ପ୍ରଭୁ ଆମମାନଙ୍କୁ ଦେଇଅଛନ୍ତି। ସେଇ ଡ୍ରାଇଭ୍ସ ଦ୍ୱାରା ଆମମାନେ ଚାଳିତ ହେଉଅଛୁ। ଯେପରି ଗୋଟେ ବସ୍ ଡ୍ରାଇଭର, ସେ ବସ୍କୁ ଡ୍ରାଇଭ୍ ନ କଲେ ବସ୍ ଚାଲିବନି। କାର୍ ଡ୍ରାଇଭର କାର୍କୁ ନ ଚାଳନ କଲେ ସେ ଚାଲିବ ନାହିଁ। ମୋଟର ସାଇକେଲରେ ଯିଏ ରାଇଡର, ସେ ମୋଟର ସାଇକେଲରେ ବସି ତାକୁ ନ ଚଳିଲେ ସେଇଟା ଚାଲିବନି। ସେଇ ପ୍ରକାର ମନୁଷ୍ୟମାନଙ୍କ ଭିତରେ ମଧ୍ୟ ପ୍ରଭୁ କିଛି ଡ୍ରାଇଭ୍ସ ବା ନ୍ୟାଚୁରାଲ ଡ୍ରାଇଭ୍ସ ଦେଇଅଛନ୍ତି। ତାହା ମାନେ ଅଷ୍ଟମ ନବମ ପାଠରେ ଆମେ ଦେଖୁଛୁ
ଦେଖିବାକୁ ଯାଉଅଛୁ ଈଶ୍ୱର ମନୁଷ୍ୟଙ୍କୁ କେତେକ ସ୍ୱଭାବ ବା ନ୍ୟାଚୁରାଲ୍ ଡ୍ରାଇଭ୍ସ ଦ୍ୱାରା ନିର୍ମାଣ କରିଛନ୍ତି। ତାପରେ ଶୈତାନ ବିଷୟରେ ଗୋଟେ ପାଠ ଅଛି, 10 ନମ୍ବର ପାଠ। ଶୈତାନ ବିଷୟରେ ନିହାତି ଜାଣିବା ଜରୁରୀ। ଆମେ ଶୈତାନକୁ ନ ଜାଣିବା ଦ୍ୱାରା ଶୈତାନ ଆମ ଭିତରେ କାର୍ଯ୍ୟ କରୁଛି ଆମେ ଜାଣିପାରୁନି। 11 ନମ୍ବର ପାଠରେ ଶୈତାନ ଆସିଲେ କ'ଣ ହୁଏ? ମନୁଷ୍ୟର ପତନ ହୁଏ। ତେଣୁକରି ମନୁଷ୍ୟ ପତନ ବିଷୟରେ 11 ନମ୍ବର ପାଠରେ ଆମେମାନେ ଦେଖିବା। 12 ନମ୍ବର ପାଠରେ ପତନ ହୋଇଥିବା ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱରଙ୍କର ଯୋଜନା ବିଷୟରେ ଆମେମାନେ ପାଠ କରିବା। 13 ନମ୍ବର ପାଠରେ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ। ପ୍ରଭୁ ସେଇ ଯେଉଁ ମନୁଷ୍ୟକୁ ଉଦ୍ଧାର କଲେ, ଯୋଜନା ପ୍ରସ୍ତୁତ କଲେ, ତାପରେ ତାକୁ ନେଇକି ରଖିବେ କେଉଁଠି? ଯଦି ଈଶ୍ୱରଙ୍କ ରାଜ୍ୟ ନଥିବ ସେଇ ଶୈତାନ ରାଜ୍ୟରେ କ'ଣ ପ୍ରଭୁ ଛାଡ଼ି ଦେବେ କି? ତ ଈଶ୍ୱରଙ୍କ ରାଜ୍ୟରେ 13 ନମ୍ବର ପାଠ ଆମେ ଦେଖିବା। ତାପରେ 14 ନମ୍ବର ପାଠରେ ଆମେମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କଲା ପରେ ମୋର ସ୍ଥିତି ବିଷୟରେ ଭଲ ରୂପେ ଧ୍ୟାନ ଦେବାର ଅଛି। ମୁଁ ଏବେ କେଉଁଠି? ଈଶ୍ୱରଙ୍କ ରାଜ୍ୟରେ ନା ଶୈତାନ ରାଜ୍ୟରେ ଅଛି? କାରଣ ସଂସାରରେ ଦୁଇଟି ସ୍ଥିତି ଅଛି। ପ୍ରଭୁ ଯେତେବେଳେ ଆମମାନଙ୍କୁ ତାଙ୍କ ରାଜ୍ୟରେ ପ୍ରବେଶ କରିଛନ୍ତି, ପାପଠାରୁ ମୁକ୍ତ କରିଅଛନ୍ତି। 15 ନମ୍ବର ପାଠରେ ଆମେମାନେ ପାପଠାରୁ ମୁକ୍ତ ହେଲୁ କି ପ୍ରକାର, ସେଇ ବିଷୟରେ ଆମେ ଧ୍ୟାନ ଦେବା। 16 ନମ୍ବର ପାଠରେ ଯେଉଁମାନେ ପାପରୁ ଉଦ୍ଧାର ପାଇଅଛନ୍ତି ପ୍ରଭୁ ସେମାନଙ୍କୁ ଧାର୍ମିକ ମଧ୍ୟ ଗଣିଅଛନ୍ତି। ତ 16 ନମ୍ବର ପାଠରେ ଧାର୍ମିକ ଗଣିତ ହେବା ସେଇ ବିଷୟ ଆମେମାନେ ଆପଣମାନଙ୍କୁ ଜଣାଇବୁ। 17 ନମ୍ବର ପାଠରେ ଯେଉଁମାନେ ଧାର୍ମିକ ଗଣିତ ହୋଇଅଛନ୍ତି ପ୍ରଭୁ ସେମାନଙ୍କୁ କିଛି ନିୟମ ବା ନୂତନ ନିୟମ ବା ନ୍ୟୁ କଭେନାଣ୍ଟ ସେମାନଙ୍କ ସହିତ କରୁଅଛନ୍ତି। କାରଣ ବାକ୍ୟରେ ଲେଖାଯାଏ, ଇଫ୍ ୟୁ ଲଭ୍ ମି କିପ୍ ମାଇ କମାଣ୍ଡମେଣ୍ଟସ୍। ତୁମେ ଯଦି ମୋତେ ପ୍ରେମ କର, ଯୌନ 14:15 ଲେଖାଯାଏ, ତୁମେ ଯଦି ମୋତେ ପ୍ରେମ କର ମୋର ଆଜ୍ଞା ସବୁ ପାଳନ କର। ମାଥ୍ୟୁ 19:17 ଲେଖାଯାଏ, ଇଫ୍ ୟୁ ୱାଣ୍ଟସ୍ ଟୁ ଏଣ୍ଟର ଇଣ୍ଟୁ ଲାଇଫ୍, ତୁମେ ଯଦି ଅନନ୍ତ ଜୀବନରେ ପ୍ରବେଶ କରିବାକୁ ଚାହଁ, କିପ୍ ମାଇ କମାଣ୍ଡମେଣ୍ଟସ୍, ମୋର ଆଜ୍ଞା ସବୁ ପାଳନ କର। ସତରେ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ। ତାପରେ 18 ନମ୍ବର ପାଠରେ ଆମେମାନେ ଆପଣମାନଙ୍କୁ ଜଣାଇବୁ ବ୍ୟବସ୍ଥା ଠାରୁ ପ୍ରଭୁ ଆମକୁ ମୁକ୍ତ କରିଛନ୍ତି। ବ୍ୟବସ୍ଥା ଠାରୁ ମୁକ୍ତ କରିକି ଆମମାନଙ୍କୁ ଏକ ନୂଆ ନିୟମରେ ପ୍ରବେଶ କରିଅଛନ୍ତି। ବ୍ୟବସ୍ଥାରୁ ମୁକ୍ତ କରିବା ପରେ ନୂତନ ନିୟମରେ ପ୍ରଭୁ ଆମମାନଙ୍କୁ କି ପ୍ରକାର ପ୍ରବେଶ କରୁଅଛନ୍ତି, ନୂତନ ନିୟମ ବିଷୟରେ ସେଇ ପାଠ ଜାଣିବା। 19 ନମ୍ବର ପାଠ। ନୂତନ ନିୟମ ବିଷୟରେ ଜାଣିବା ପରେ 20 ନମ୍ବର ପାଠରେ ସତ୍ୟ ବାକ୍ୟକୁ କି ପ୍ରକାର ଯଥାର୍ଥ ରୂପେ ବିଭାଜନ କରିବା ନିହାତି ଜରୁରୀ। କାରଣ ଅନେକ ପୁରାତନ ବ୍ୟବସ୍ଥାରୁ ନୂତନ ନିୟମ ମିଶି ମାସି ଭାବରେ ଆପଣମାନଙ୍କର ମାଇଣ୍ଡକୁ ପଜଲ୍ କରିଦେଉଛନ୍ତି। ତେଣୁକରି ସତ୍ୟ ବାକ୍ୟକୁ ସଠିକ୍ ଭାବରେ ବିଭାଜନ କରିବା ନିହାତି ଜରୁରୀ। ସେଇ ପାଠ ନେଇ 20 ନମ୍ବର ଲେସନରେ ଆମେମାନେ ଆସୁଅଛୁ। 21 ନମ୍ବର ପାଠରେ ଅନନ୍ତ ଜୀବନ ବିଷୟରେ ଆମେ ଆପଣମାନଙ୍କୁ ଶିକ୍ଷା ଦେବୁ। ଜୀବନ କ'ଣ, ପୁଣି ଅନନ୍ତ ଜୀବନ କ'ଣ? ପ୍ରଭୁ ଯେ ପ୍ରକାର କହିଲେ, ମୁଁ ଆସିଅଛି ତୁମମାନଙ୍କୁ ଜୀବନ ଦେବା ଲାଗି, ବହୁତ ଆଇସେ ପ୍ରଚୁର ଭାବେ ଜୀବନ। ତ ସେଇ ଜୀବନ ତ ମୋତେ ଗୋଟେ ଜୀବନ ମିଳିଛି, ପୁଣି ପ୍ରଚୁର ଭାବେ ଏଇ ଜୀବନଟା କି ପ୍ରକାର ମିଳିବ ସେଇ ବିଷୟରେ, ଅନନ୍ତ ଜୀବନ ବିଷୟରେ ଆମେ ଜାଣିବା। 21 ନମ୍ବର ପାଠ ପରେ 22 ନମ୍ବର ପାଠରେ ଆମେ ଦେଖିବାକୁ ପାଉଛୁ ପବିତ୍ର ଆତ୍ମା, ହୋଲି ସ୍ପିରିଟ୍। ଏହିସବୁ ବିଷୟ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ। ପ୍ରଭୁ ଆମମାନଙ୍କୁ ସୃଷ୍ଟି କଲେ ପବିତ୍ର ଆତ୍ମାଙ୍କ ଦ୍ୱାରା। ପବିତ୍ର ଆତ୍ମା ଆମମାନଙ୍କୁ ସୃଷ୍ଟି କରିଛନ୍ତି। ଆୟୁବ କହନ୍ତି, ପବିତ୍ର ଆତ୍ମା ଆମମାନଙ୍କୁ, ଈଶ୍ୱରଙ୍କର ଆତ୍ମା ମୋତେ ସୃଷ୍ଟି କରିଅଛି। ପବିତ୍ର ଆତ୍ମା ପାଠ ପରେ ଆମେ ପବିତ୍ର ଆତ୍ମାଙ୍କ ଚାଳନା ଦ୍ୱାରା ମଣ୍ଡଳୀରେ ପ୍ରବେଶ କରୁ। ସେହି ମଣ୍ଡଳୀ ସମ୍ବନ୍ଧୀୟ ଏଇ ଗୋଟିଏ ଭାରି କଣ୍ଟ୍ରୋଭର୍ସି ଲେସନ୍, ଯେଉଁଟାକି ମଣ୍ଡଳୀ ସମ୍ବନ୍ଧୀୟ ପାଠ ଅନେକ ମଣ୍ଡଳୀରେ କହିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ଆମେମାନେ ସାହସର ସହିତ ଏ ମଣ୍ଡଳୀ ବିଷୟକୁ ଆପଣମାନଙ୍କ ନିକଟରେ ପ୍ରକାଶ କରିବୁ। ମଣ୍ଡଳୀ ବିଷୟରେ ଜାଣିବା ପରେ ନୂତନ ଜନ୍ମ ବା ଶେଷ ଲେସନ୍ ନେଇ ଆମେ ଆସିବୁ। 24ଟା ଲେସନ୍ ଅଛି ନୂତନ ଜନ୍ମ ବା ବାପ୍ତିସ୍ମ ବିଷୟରେ ଆପଣମାନଙ୍କୁ
आमने आपणମାନଙ୍କ ପାଇଁ କିଛି ଫିଗରେଟିଭ୍ ଲାଙ୍ଗୁଏଜ୍ ବା ସାଙ୍କେତିକ ଭାଷା ବାଇବଲରେ ଯେଉଁ ଭାଷା ଲେଖାଯାଇଅଛି ସେହି ବିଷୟ ନେଇ ଆମେ ଆପଣମାନଙ୍କୁ ଜଣାଇବୁ, ଯେଉଁଟାକି ଇଣ୍ଟରମିଡ଼ିଏଟ୍ କୋର୍ସ ଆକାରରେ ଆପଣମାନଙ୍କୁ ଶିକ୍ଷା ଦିଆଯିବ। କାରଣ ପ୍ରକାଶିତ ବାକ୍ୟ ପଢ଼ିବା ପୂର୍ବରୁ ଆଜି ପ୍ରକାଶିତ ବାକ୍ୟ କେତେ ପ୍ରଚାର ହେଉଛି, କିନ୍ତୁ ସେମାନଙ୍କୁ ପଚାରିଲେ ପ୍ରକାଶିତ ବାକ୍ୟର ଯେଉଁ ସାଙ୍କେତିକ ଭାଷା ବିଷୟରେ ସେମାନଙ୍କର ମୁହଁ ବନ୍ଦ ହୋଇଯିବ। ତେଣୁକରି ସାଙ୍କେତିକ ଭାଷା ନିହାତି ଜରୁରୀ ପ୍ରକାଶିତ ବାକ୍ୟ ଅଧ୍ୟୟନ କରିବା ନିମନ୍ତେ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଆପଣମାନେ ଆମର ଏଇ ଲେସନ୍ ନିମନ୍ତେ ପ୍ରାର୍ଥନା କରନ୍ତୁ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର।